আগমନରେ এই ଶ୍ରୀକ୍ଷେତ୍ର ମାଟିରେ ଅନେକ କିଛି ପରିବର୍ତ୍ତନ ହେଇଛି। ଯଦି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନ ଆସିଥାନ୍ତେ ତାହେଲେ ଆହୁରି କେତେ ବର୍ଷ ମହାପ୍ରଭୁ ଆଚାର୍ଯ୍ୟ ରହିଥାନ୍ତେ। ନା ଗଜପତି ମଧ୍ୟ ସନ୍ଧାନ ଥିଲା, ନା କୌଣସି ଖଣ୍ଡପଡ଼ିଆରେ ମଧ୍ୟ ସନ୍ଧାନ ଥିଲା। ତେଣୁ ନିଶ୍ଚିତ ଭାବରେ ମହାପୁରୁଷଙ୍କ ମାନଙ୍କର ଆଗମନ ଆମର, କିନ୍ତୁ ସେବକମାନେ ତାଙ୍କୁ ବିଦା କରିଦେଲେ। ନାଇଁ ଦର୍ଶନ ହେଇପାରିବ ନାହିଁ, ତମ ଭିତରୁ ଯାଇପାରିବ ନାହିଁ, ତମେ ମାନେ ଦେଖାଯାଉଛ ବିଧାରେ ଭୂମିଆ ତମକୁ ଛଡ଼ାଯିବ ନାହିଁ। କାରଣ ତାଙ୍କ ସ୍ୱରୂପ ଟିକେ ଯେତେବେଳେ ସେ ଆପଣ ଆଶ୍ଚର୍ଯ୍ୟ ଗୋଟେ ଜାଗାରେ ଯାଇ ସେ ଧ୍ୟାନ କଲେ। ଧ୍ୟାନ କରିବା ଭିତରେ ଦେଖାଗଲା সেই সময় মহাপ্রভুর ভিতরে অন্ডা ভোগ লগুଥିଲେ, কিন্তু ନିଜେ ଆଜି ଚଳମାନ ହେଇଛି, ଅଚଳ ଆଜି ସଫଳ ହେଇଯାଇଛି। ମହାପ୍ରଭୁ ନିଜେ କରୁଛନ୍ତି ତାଙ୍କ ମୋ ଭକ୍ତ ଆସିଲା ବିଦା କରିଦେଲ, ମୁଁ ଥାଳି ପକଉଛି ମୋ ଭକ୍ତ ସ୍ୱତନ୍ତ୍ର ଭାବରେ ଯାଉଛି। ସେଠି ଲାଗିଥାନ୍ତା ଭଲ ବି ଲଗେଇଥାନ୍ତା। ଇଏ ହେଉଛି ଚନ୍ଦନ, ସେ ହେଉଛି ପାଉଡର। ନିଜେ ସେ ବିଶ୍ୱାସ କରନ୍ତି ନାହିଁ ମୂର୍ତ୍ତି ପୂଜାରେ, କିନ୍ତୁ ସ୍ୱୟଂ ବିଗ୍ରହ ନିଜେ ଆଜି ତାଙ୍କୁ ପଠଉଛନ୍ତି ମହାପ୍ରସାଦ ଥାଳି। ତାଙ୍କରି ଆଗରେ ଥୁଆ ହେଇଗଲାଣି ଥାଳି ଏବଂ ସେ ପ୍ରସାଦ ପାଇବା ପାଇଁ ଆଗଭର ହେଲେ। ଏବଂ ସେହି ସମୟରେ ପଣ୍ଡାଟି ଦେଖୁଛନ୍ତି ଯେ ଇଏ ଜଣେ କିଏ ନିଶ୍ଚିତ ହେଇଥିବେ ଯେ ମହାପ୍ରଭୁଙ୍କର ଥାଳି ସ୍ୱତନ୍ତ୍ର ଭାବରେ ଆସି ତାଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଉଛି ଏବଂ ମହାପ୍ରସାଦ ନିଜେ ଆସି ପହଞ୍ଚି ଯାଉଛନ୍ତି। ତାଙ୍କୁ ହିଁ ତ ଆମେ ବିଦା କରିଥିଲୁ ବଡ଼ଦାଣ୍ଡରୁ, ଇଏ ତ ନିଜେ ସେଇ ବର୍ତ୍ତମାନ ସେଇ କିଏ ମହାନ ବିଭୂତି ସିଦ୍ଧ ସାଧକ ନିଶ୍ଚିତ ଦେଖାଗଲା। ରାଜାଙ୍କ ପାଖକୁ ଖବର ଗଲା। ରାଜା କହିଲେ, ସାଙ୍ଗେ ସାଙ୍ଗେ ଦୌଡ଼ିଗଲେ, କହିଲେ ବାବା ଆମର ସେବକମାନେ ଯାହା ଆପଣଙ୍କର ଭୁଲ କରିଛନ୍ତି ମୁଁ ସେଥିପାଇଁ କ୍ଷମାଭିକ୍ଷା କରୁଛି। ଆପଣ କିଏ, ଆପଣଙ୍କ ପରିଚୟ ଦିଅନ୍ତୁ, ଚାଲନ୍ତୁ ମହାପ୍ରଭୁଙ୍କ ସେଇ ମହାପ୍ରସାଦ କେତେ ପାଇବେ, କିପରି ଭାବରେ ଦର୍ଶନ କରିବେ ଏବଂ କ'ଣ ମୁଁ ଆପଣଙ୍କର ସେବା କରିବି ତାହା କୁହନ୍ତୁ। ତେଣୁ ଏଇଭଳି ଭାବରେ ଅନେକ ବିଭୂତି ମହାପୁରୁଷ ଆସିଛନ୍ତି। କଥା ଆପଣଙ୍କର ମନେ ପଡ଼ୁଛି, କହୁଛି କବିର ମଧ୍ୟ ଆସିଥିଲେ। କବିର ସେ ମଧ୍ୟ ଯେତେବେଳେ ପହଞ୍ଚିବା ପାଇଁ ମାନେ ତାଙ୍କୁ ଅଣାଗଲା। କିପରି ନା ଆଗରୁ ମଧ୍ୟ ସମୁଦ୍ର ମାଡ଼ି ଆସୁଥିଲା ଶ୍ରୀମନ୍ଦିର ପର୍ଯ୍ୟନ୍ତ। ସମୁଦ୍ର ଯେମିତି ଆମର ଏବେ ଶୁଣୁଛେ ସୁନାମି ଇଣ୍ଡୋନେସିଆରେ ହେଇଥିଲା, ଲକ୍ଷେ କେତେ ହଜାର ଲୋକ ମରିଯାଇଥିଲେ କିଛି ବର୍ଷ ତଳେ। ଯେତେବେଳେ ଭୂମିକମ୍ପ ଯେତେବେଳେ ହେଉଛି ସୁନାମି ମାଡ଼ି ଆସୁଛି, ସେତେବେଳେ ଶ୍ରୀମନ୍ଦିର ପର୍ଯ୍ୟନ୍ତ ମଧ୍ୟ ସମୁଦ୍ର ମାଡ଼ି ଆସୁଥିଲା। ରାଜା ତତ୍କାଳୀନ ରାଜା ଭାରି ବିବ୍ରତ ହେଉଥିଲେ। ଏଇଭଳି ଭାବରେ କୁଳଲଙ୍ଘନ କରିବ ଶ୍ରୀମନ୍ଦିରର ପରମାୟିତ ନିଶ୍ଚିତ କ୍ଷୀଣ ହେଇଯିବ। ତେଣୁ କିପରି ଭାବରେ ମହାପ୍ରଭୁଙ୍କୁ ରକ୍ଷା କରିବି, ଶ୍ରୀମନ୍ଦିରକୁ ସୁରକ୍ଷା ଦେବି, କୌଣସି ଭାବରେ ଯେତେ ତାଙ୍କର ଇଞ୍ଜିନିୟରିଂ ବିଦ୍ୟା ଥିଲା ଶିଳ୍ପୀଶାସ୍ତ୍ରମାନଙ୍କୁ ଡାକି କୌଣସି ପ୍ରକାର ଭାବରେ ବାଟ ପାଇଲେ ନାହିଁ। ଥରେ ଗଜପତି ଜଗମୋହନରେ ଲମ୍ବା ହୋଇ ଅଧିଆ ପଡ଼ିଲେ। କହିଲେ ପ୍ରଭୁ ଆପଣ ଯଦି ଯେପର୍ଯ୍ୟନ୍ତ ଆଜ୍ଞା ନ ଦେଇଛନ୍ତି, ଆର ବାଟ କିଛି ନ ଦେଖେଇଛନ୍ତି, ମୁଁ ଆଉ ଏଠୁ ହଟିବି ନାହିଁ। 3 ଦିନ ପର୍ଯ୍ୟନ୍ତ 3 ରାତି ହେଇଗଲା, ଗଜପତି ନା ଉଠୁଛନ୍ତି, ନା ଖାଉଛନ୍ତି, ନା ପିଉଛନ୍ତି। 3 ଦିନ ପର୍ଯ୍ୟନ୍ତ ଜଗମୋହନରେ ପଡ଼ି ରହିଲେ। 3 ଦିନ ଯେତେବେଳେ ପୁରିଲା, ସନ୍ଧ୍ୟା ସମୟରେ ରାତ୍ରିର ଅର୍ଦ୍ଧ ପ୍ରହର